ସେ ବିବାହରେ ମିତ୍ର ଷଷ୍ଠାଷ୍ଟକ ଗଲା, ଗୋଟେ ଅରି ଷଷ୍ଠାଷ୍ଟକ। ଅରି ମାନେ ଶତ୍ରୁତା। କନ୍ୟା ରାଶି ଠାରୁ ଗଣିଲେ ବର ରାଶି 8, ବର ରାଶିଠାରୁ ଗଣିଲେ କନ୍ୟା ରାଶି 6 ହେଲେ ବିବାହ ନାସ୍ତି। କିଏ କହିବ ଆମେ କରିବୁ? କରୁନ, ସେ ମନା କରୁଛି। ଯାହା ପାଠ କହିଛି, ମୁଁ କହୁନି। କନ୍ୟାର ହେଲା ମକର ରାଶି, ବର ହେଲା ସିଂହ ରାଶି। ଇଏ ବିରୋଧ, ବାଡ଼ିଆ ବାଡ଼ିଆକି ଦରମଲା ହେବେ। ପୁଣି ଆସିଲା କନ୍ୟାର ହେଲା କନ୍ୟା ରାଶି, ବର ହେଲା ମେଷ ରାଶି। ମୋଟେ ପଡ଼ିବ ନାହିଁ, କେହି ପୁଅ ନାହାନ୍ତି ପକାଇଦେବେ। ମୀନ, କନ୍ୟାର ହେଲା ମୀନ ରାଶି, ବର ତୁଳା ରାଶି। ମୀନକୁ ତୁଳା ଜମା ପଡ଼ିବ ନାହିଁ। ଯଦି କିଏ କହିବ ମୋର ପଡ଼ୁଛି, ସେ ଡରିକି ଅଛି। ମୁଁ କହିବି ସେ ଡରିକି ଅଛି, କିନ୍ତୁ ପଡ଼ିବନି। କନ୍ୟାର କର୍କଟ ରାଶି, ବରର କୁମ୍ଭ ରାଶି। କନ୍ୟାର ବୃଷ ରାଶି, ବରର ହେଲା ଧନୁ ରାଶି। କନ୍ୟାର ବିଛା ରାଶି, ବର ହେଲା ମିଥୁନ ରାଶି। କେମିତି କାହିଁ ପଡ଼ିବନି? ନା ମକର ଅଧିପତି ହେଲେ ଶନି, ସିଂହର ହେଲେ ରବି, ରବି ଶନି ବିରୋଧ। କନ୍ୟାର ହେଲେ ବୁଧ, ମେଷର ହେଲେ ବର୍ତ୍ତମାନ ମଙ୍ଗଳ, ଇଏ ବିରୋଧ। ମୀନର ହେଲେ ବୃହସ୍ପତି, ତୁଳାର ହେଲେ ଶୁକ୍ର, ଇଏ ବିରୋଧ। କର୍କଟର ହେଲେ ଚନ୍ଦ୍ର, କୁମ୍ଭର ହେଲେ ଶନି, ଇଏ ବିରୋଧ। ବୃଷର ହେଲେ ବର୍ତ୍ତମାନ ଶୁକ୍ର, ଧନୁର ହେଲେ ବୃହସ୍ପତି, ଇଏ ବିରୋଧ। ବିଛାର ହେଲେ ମଙ୍ଗଳ, ମିଥୁନ ହେଲେ ବୁଧ, ଇଏ ବିରୋଧ। ରାଶାଧିପତି ପରସ୍ପର ବିରୋଧ ହୋଇଥିବାରୁ ଇଏ ବିବାହରେ ଛାଡ଼ପତ୍ର ହେବ, ବାଡ଼ିଆ ପିଟା ହେବ, ହଣାମରା ହେବ, ଥାନା କୋର୍ଟ କଚେରୀ ହେବ। କେହି ରୋକିପାରିବେ ନାହିଁ। ମୋତେ କହିଲେ ମୁଁ ଜମା ମାନିବି ନାହିଁ। ଇଏ ମେଳକରେ ଯେଉଁମାନେ ମୋ ପାଖକୁ ଜାତକ ନେଇକି ଆସିଛନ୍ତି, ମୁଁ ତାଙ୍କୁ କହିଛି ଯେ ତୁମ ଦାମ୍ପତ୍ୟ ଜୀବନ ସୁଖ ନୁହଁ। କେତେ ଲୋକ କହନ୍ତି ବୁଝାବଣା କିଛି ନାହିଁ, ସେଟା ବେକାର କଥା। ବୁଝାବଣା କ'ଣ? କିଏ ଜଣଙ୍କର ମକର ରାଶି, ଜଣଙ୍କର ସିଂହ ରାଶି, ସିଏ କହିବ ହଁ କହୁଛି ସେ ଜାତକ ନାହିଁ, ଇଏ କହିବ ହଁ ବି ସେ କମ୍ ନାହିଁ, ପାଲା ହେଲା ଆଉ କ'ଣ? ପାଲା ହେବ। ତେଣୁକରି ଇଏ ଯେଉଁ ମେଳକକୁ ୟାକୁ ତୁରନ୍ତ ବର୍ଜନ କରାଯିବା ଉଚିତ। ନ କଲେ ପରିଣାମ ଦୁଃଖଦ। ଫେର ଦେଖିବା ପରବର୍ତ୍ତୀ ବିଷୟ।